ସେତେବେଳେ ଡରିବାର ବି କାରଣ ଥିଲା, କାହିଁକିନା ଭାଉଜ ଦେହ ବି ଭଲ ନଥିଲା। ସେତେବେଳେ ଭାଉଜ ପ୍ରେଗନେଣ୍ଟ ଥିଲେ। ମୋ ମନ ଭିତରେ ଗୋଟିଏ କଥା ଚାଲିଥାଏ, ଯଦି କିଛି ଅସୁବିଧା ହେଇଯିବ ନା ସବୁ ଗଡ଼ବଡ଼ ହେଇଯିବ। ନମସ୍କାର, ମୁଁ ତନୁ ଆଜି ଆପଣଙ୍କୁ କିଛି ଏମିତି କହିବି ଯେଉଁଟାକି ଆଜି ପର୍ଯ୍ୟନ୍ତ ମୁଁ ସେ ଦିନଟାକୁ କେବେ ଭୁଲି ପାରିନି କି ଭୁଲି ବି ପାରିବିନି। ସେଦିନ ଥିଲା 30 ଅକ୍ଟୋବର 2017 ମସିହା। ସେଦିନର ସେଇ ସତ କଥାକୁ ମୁଁ ଆଜି ଆପଣଙ୍କୁ କହିବି। ସେଦିନ ସକାଳୁ ପାଖାପାଖି 4ଟା ବେଳେ ଆମେ ଉଠିଲୁ। ବାପା, ବୋଉ, ମୁଁ। ଉଠିବାର ବି କାରଣ ଅଛି, କାହିଁକିନା ସେତେବେଳେ ପତୁଳି ଥିଲା, ଧାନ କଟାକୁଟି ହେଇଯାଇଥାଏ। ତ ଆମେ ଧାନ ଯେହେତୁ ଖଳାରେ ଥାଏ, ଆମେ ପତୁଳି କରିବାକୁ ସବୁ ଉଠିଲୁ। ପତୁଳି କେଉଁଟାକୁ କୁହନ୍ତି ମୁଁ ଆପଣଙ୍କୁ ଟିକେ କହିଦେଉଛି। ଧାନ ଯେଉଁ ବିଲରୁ କାଟିକି ଆଣିଲା ପରେ ତାକୁ ଯେତେବେଳେ ମଳନ୍ତି, ମାନେ ଧାନଟାକୁ ଝଡ଼ା ହେବ କୁଟାରୁ, ସେଇଟାକୁ ପତୁଳି କୁହାଯାଏ। ତ 4-5ଟା ବଳଦ ଆସିବେ, ତାକୁ ମୁଁ ଚାରିପଟ ବୁଲେଇବି, ପତୁଳି ସେଇଟାକୁ କୁହାଯାଏ। ଆଉ ବାପା ଏପଟେ ଧାନ ଝାଡ଼ିବେ, ବୋଉ ଚେୟାରରେ ବସିଥିବ। ସେତେବେଳେ ଭାରି ମଜା ଲାଗେ, ଆଉ ନାହିଁ ସେଭଳିଆ। ସେତେବେଳେ କିନ୍ତୁ ପତୁଳି ଥିଲା। ପତୁଳି ହେବ, ତାକୁ କୁଟା ଝଡ଼ା ହେବ, ତାକୁ ପୁଣି ବଦାଡ଼ି କରିକି ରଖାହେବ। ସେତେବେଳେ ସେଇ ସିଷ୍ଟମ୍ ଥିଲା। 7:30 ପାଖାପାଖିରେ ପତୁଳି ଆମର ସରିଗଲା ପରେ ବାପା ମୋତେ କହିଲେ ଯେ ପୁଅ ତୁ ଆଜି ବାଡ଼ିଟା ଟିକେ ହଳ କରିଦେବୁ, ଆଉ ଆମେ ପରିବା ଲଗେଇବା। ମୁଁ ବାପା କହିଲି ଠିକ୍, ହଁ ବାପା ମୁଁ କରିଦେବି। ତ ମୁଁ ଗୋଟେ ପଖାଳ ଖାଇଦେଲି। ଖାଇଲା ପରେ ବଳଦ ଯୋଡ଼ିକି ମୁଁ ଆମର ବାଡ଼ି ସାମ୍ନାରେ ଘର ସାମ୍ନାରେ ଛୋଟ ଜାଗାଟେ ଫାଙ୍କା ଥାଏ, ସେଇଟାକୁ ମୁଁ ହଳ ବୁଲେଇଦେଲି। ତାପରେ ପରିବା ସେଠି ଲଗା ହେବ ବୋଲି। ଆଉ ହଳ କରିସାରିଲା ପରେ ବୋଉ କହିଲା ନା ଏବେ ଭଲ ପାଗ ଦେଇଛି ଯେହେତୁ ଆମେ କିଛି ପରିବା ଲଗେଇଦେବା। ସେ ଯେଉଁ ମାଟି ଏତିକି ଥାଏ ଟେଳା, ସେଟାକୁ ପିଟିକି ଗୁଣ୍ଡି କରିକି ତାକୁ ପୁଣି ମାନେ ପଟି ବନେଇକି ତାକୁ ଗଛ ଲଗେଇଲା ବେଳକୁ ଦେହ ହାତ ପୁରା ଥକା ଲାଗୁଥାଏ, ଗୋଡ଼ ହାତଟା ବି ବିନ୍ଧୁଥାଏ। ତାପରେ ଏପଟେ ମୋତେ ଭାଉଜ କହିଲେ ତନୁ ତୁ ଜଲ୍ଦି କାମ ସାର, କାହିଁକିନା ଆମେ ଆଧାର ସେଣ୍ଟର ଯିବୁ। ଆଉ ଭାଉଜ ଯେତେବେଳେ ଏଇ କଥା କହିଲେ, ମୁଁ ବୋଉ କହିଲେ ତୁ ସେତିକି ଥାଉ, ଆଉ ତୁ ଯା ଭାଉଜକୁ ଆଧାରଟା ବନେଇ ଦେଇକି ଆସିବୁ। ତ ମୁଁ ସାଙ୍ଗେ ସାଙ୍ଗେ ଭାଉଜକୁ ନେଇକି ଘଟଗାଁ ବାହାରିଲି ଜନସେବା କେନ୍ଦ୍ର, କାରଣ ସେଠି ଭାଉଜର ନୂଆ ଆଧାର କରାହେବ। କିନ୍ତୁ ସେଠି ଯାଇକି ଯେତେବେଳେ ପହଞ୍ଚିଲୁ ନା, ସେ ଯିଏ ବସିଥିଲେ ସେ କହିଲେ ଖାଲି ତ ଏଇଭଳିଆ ଆଧାର ହେବନି, ତ ଗୋଟେ ସରପଞ୍ଚ ଲେଖା ଦରକାର, ଯେଉଁଟାକି ସେଇଟା ପ୍ରୁଫ୍ ରହିବ। ଏଇ କଥା ଶୁଣି ମୁଁ କହିଲି ଏଟା ଗୋଟେ କ'ଣ, ମୁଁ କେବେ ବି ଜାଣିନଥିଲି ଯେ ସରପଞ୍ଚ ଲେଖା ହୁଏ, କ'ଣ ଲେଖା ହେବ କ'ଣ ନାହିଁ। ମୁଁ ଭାରି ଟେନସନ୍ ଲାଗୁଥାଏ। ତାପରେ ମୁଁ ସାଙ୍ଗେ ସାଙ୍ଗେ ବାପାଙ୍କୁ ଫୋନ୍ କଲି ଯେ ବାପା ଆଉ ଏଠି କ'ଣ କହୁଛନ୍ତି ସରପଞ୍ଚ ଲେଖା ଦରକାର, ଆଉ ତୁମେ ଟିକେ ଯାଅ ସରପଞ୍ଚକୁ କହିବ, ସେ କ'ଣ ଲେଖିକି ଦେଲେ ତାପରେ ଏଠି ଭାଉଜର ଆଧାରଟା ହେଇଯିବ। ଆଉ ବାପା କହିଲେ ହଉ ଠିକ୍ ଅଛି ମୁଁ ଯାଉଛି। ମୁଁ ବି ବାପାଙ୍କୁ କହିଲି ବାପା ସେଇ ଟାଇମ୍ ଭିତରେ ମୁଁ ଯାଉଛି ଭାଉଜର ନୂଆ ଆକାଉଣ୍ଟ ଗୋଟେ ଓପନ୍ କରିଦେବି, ଯେଉଁଟାକି ବୈତରଣୀ ଗ୍ରାମ୍ୟ ବ୍ୟାଙ୍କରେ। ସେଠି ଭାଉଜକୁ ନେଇକି ଗଲି। ଭାଉଜର ସେଠି ନୂଆ ଖାତା ପାଇଁ ମୁଁ ସବୁ କାଗଜପତ୍ର କରୁଥାଏ। ଆଉ ବାପା ଏପଟୁ ମୋତେ କଲ୍ କଲେ, ତନୁ ଭାଉଜର ସରପଞ୍ଚ ଲେଖା ପାଇଁ ଯେଉଁଟାକି ପ୍ରୁଫ୍ ଆକାରରେ ଆସିବ ଆମର ଜନସେବା କେନ୍ଦ୍ରକୁ ନୂଆ ଆଧାର ପାଇଁ, କହିଲେ ଭୋଟର ଆଇ ଡ଼ି କାର୍ଡ଼ ଦରକାର ପ୍ଲସ୍ ଗୋଟେ ଫଟୋଟେ ଦରକାର। ତ ମୁଁ କ'ଣ କରିବି ଭାବିଲି, ବାପା ଏପଟେ ମଣତାରେ ଥାନ୍ତି। ଆମର ସେତେବେଳେ ସରପଞ୍ଚ ଘର ହେଉଛି ମନ୍ତା, ସେତେବେଳେ ରାଜୁ ଭାଇ ସରପଞ୍ଚ ଥିଲେ। ସେଠୁ ମୁଁ ଭାଉଜକୁ କହିଲି ଭାଉଜ ତୁମେ ଏଇଠି ବସିଥାଅ, ମୁଁ ଯାଉଛି ସରପଞ୍ଚ ଲେଖା ଧରିକି ଆସିଲା ମାନେ ଆମେ ଏକାଥରେ କାମ କରିଦେଇକି ଘରକୁ ଯିବା। ଯେତେବେଳେ ମୁଁ ସେଠୁ ବାହାରିକି ଆସିଲି ବାପାଙ୍କ ପାଖକୁ, ଭାଉଜ ମୋତେ ଡାକିଲେ, କହିଲେ ତନୁ ଟିକେ ରହ। ମୁଁ କହିଲି କ'ଣ ହେଲା ଭାଉଜ? କହିଲେ ନା ମୋତେ ଟିକେ ଭଲ ଲାଗୁନି, ମୁଣ୍ଡଟା କାହିଁକି ବୁଲେଇ ଦେଉଛି। ତ ମୁଁ ଟିକେ ଟେନସନ୍ରେ ପଡ଼ିଗଲି, କ'ଣ କରିବି, ଏପଟେ ବାପାଙ୍କ ପାଖକୁ ଯିବି ନା ଏପଟେ ଭାଉଜ ପାଖରେ ରହିବି। ସେଠୁ ମୁଁ ଗୋଟେ ବୁଦ୍ଧି ପାଞ୍ଚିଲି, ମୁଁ କହିଲି ନା ଭାଉଜଙ୍କୁ ଫୋନ୍ଟା ଦେଇଥାଏ, କାରଣ ସେତେବେଳେ ଭାଉଜ ପାଖରେ ଫୋନ୍ ନଥିଲା। କହିଲି ଯାହା ସୁବିଧା ଅସୁବିଧା ମୋତେ କଲ୍ କରିକି ଜଣେଇବ, ତାପରେ ମୁଁ ସାଙ୍ଗେ ସାଙ୍ଗେ ନହେଲେ ଆସିବି, ନହେଲେ ଆଜି ନହେଲେ ଆଉ ଯେଉଁଦିନ ହେଲେ ଆମେ ଆଧାରଟା ବନେଇବା। ସେତେବେଳେ ଡରିବାର ବି କାରଣ ଥିଲା, କାହିଁକିନା ଭାଉଜ ଦେହ ବି ଭଲ ନଥିଲା। ସେତେବେଳେ ଭାଉଜ ପ୍ରେଗନେଣ୍ଟ ଥିଲେ, ଭାଉଜଙ୍କର ପିଲାପୁଲି ହେବାର ଥିଲା। ତ ଏଇଥିପାଇଁ ବି ମୋତେ ଭାରି ଡର ଲାଗୁଥିଲା। ତାପରେ ବାପା ସେଠୁ ମୋତେ କଲ୍ କଲେ, କହିଲେ ପୁଅ ତୁ ଆସେ ନା ଏବେ,
ମୁଁ କହିଲି କାହିଁକି ବାପା? ବାପା କହିଲେ ଆଉ ଯେହେତୁ ଭାଉଜ ଏମିତି ଏବେ ଦେହ ଖରାପ ଅଛି, ତୁ ଏବେ ଆସେନା, ମୁଁ ବରଂ ଯାଇକି ପହଞ୍ଚିବି, ତୁ ଭାଉଜକୁ ଫାଷ୍ଟ ମେଡ଼ିକାଲ ନେଇକି ଯା, ଯଦି କିଛି ଏପଟ ସେପଟ ହେବ ନା ଭାରି ଅସୁବିଧା ହେଇଯିବ। ଏଇ କଥା ଭାବିକି ମୋ ମୁଣ୍ଡ ପୁରା ଟେନସନ୍ ହେଇଗଲା। ଆଉ କିଛି ସମୟ ପରେ ଭାଉଜ ମୋତେ କହିଲେ ନା ତନୁ କିଛି ଅସୁବିଧା ନାହିଁ, ମୋତେ ଏବେ ଠିକ୍ ଠାକ୍ ଲାଗିଲାଣି, ଆଉ ମୁଣ୍ଡ ବି ବୁଲଉନି, ତୁମେ ଟେନସନ୍ ନିଅନି, ତୁମେ ବାପାଙ୍କ ପାଖକୁ ଯାଅ। ସେତେବେଳକୁ ମୋ ମନଟା ଟିକେ ହାଲକା ଲାଗିଲା। ମୁଁ କହିଲି ଯାହା ହଉ ଭାଉଜ ଏବେ ଠିକ୍ ହେଇଗଲେ। ତଥାପି ମୁଁ ଭାଉଜକୁ ଫୋନ୍ଟା ଦେଇକି ସିଧା ଆମର ପଞ୍ଚାୟତକୁ ପଳେଇ ଆସିଲି। ସେତେବେଳକୁ ରାଜୁ ଭାଇ ପଞ୍ଚାୟତ ପଳେଇ ଆସିଥାନ୍ତି। ଯାଇକି ରାଜୁ ଭାଇକି ଦେଖା କଲି। ସବୁ ଡକୁମେଣ୍ଟ ଦେଲା ପରେ ଭାଉଜ ରାଜୁ ଭାଇ ସବୁ ଲେଖାଲେଖି କରିଦେଲେ। ଯେତେବେଳେ ଲେଖାଲେଖି କରିଦେଲେ ସେତେବେଳେ ମୁଁ ବାହାରକୁ ପଳେଇ ଆସିଲି। ବାପା ବି ମୋ ସହିତ ଥାଆନ୍ତି। ମୋତେ ବାପା ପୁଣି କହିଲେ ପୁଅ ଆଉ ଆମର ଲ୍ୟାମ୍ପ ଖୋଲା ଅଛି। ଆଉ ମୁଁ ସେଇଠୁ ଖୁସି ହେଇଗଲି। ମୁଁ କହିଲି ଏତେ ଦିନର କାମ ଆଜି ଖୋଲା ଅଛି ମାନେ ମୁଁ ଆସିଛି ଯେହେତୁ କରିକି ଯିବି। ଆମର ସତ କହିବାକୁ ଗଲେ ମୁଁ ଗୋଟେ ଲୋନ୍ କରିବାର ଥିଲା ଲ୍ୟାମ୍ପରେ, ଆମର ଚାଷ ଲୋନ୍, ଯେଉଁଟାକି 20-25 ହଜାର ପାଖାପାଖି ମିଳିଥାନ୍ତା। ସେଇ କାମଟା ହିଁ ଥିଲା। ବହୁତ ଦିନ ମୁଁ ଲାଗିଥିଲି ତା ପିଛାରେ, ବାବୁ ଭାଇକି କିନ୍ତୁ ମୁଁ ଭେଟ ପାଏନି। ତ ଯାହା ହଉ ଖୋଲା ଥିଲା। ମୁଁ ସେଠୁ ସାଙ୍ଗେ ସାଙ୍ଗେ ବାପାଙ୍କୁ କହିଲି ବାପା ତୁମେ ଆସ ମୋ ସହିତ। ଆମେ ଲ୍ୟାମ୍ପରେ ଯାଇକି ପହଞ୍ଚିଲୁ। ପହଞ୍ଚି ସାରିଲା ପରେ ବାବୁ ଭାଇ ସହିତ ଆମେ କଥା ହେଲୁ କେମିତି କ'ଣ ଲୋନ୍ଟା କରାହେବ। ସେଠି ପହଞ୍ଚିଲା ପରେ ଯାହା ବି କାଗଜପତ୍ର ଦରକାର ହେଉଥିଲା ମୁଁ ସବୁ ବାବୁ ଭାଇକି ଦେଇଦେଲି। ବାବୁ ଭାଇ ବି ମୋତେ ଭରସା ଦେଲେ, କହିଲେ ତୁ ବ୍ୟସ୍ତ ହନା, ତୋର ସବୁ କାମ ଠିକ୍ ଠାକ୍ ଏବେ ହେଇଯିବ। ସେଦିନ ନା ମୋ ମନଟା ଭାରି ଖୁସି ଲାଗିଲା। ମୁଁ କହିଲି ଏତେ ଦିନ ହେଲା ମୁଁ ଧାଇଁ ଧାଇଁ ଯେଉଁ କାମ ହେଉନଥିଲା ଆଜି ସ୍ୱୟଂ ଭଗବାନ ମୋତେ ଡାକିକି ଆଣିଛନ୍ତି ବାବୁ ଭାଇ ପାଖକୁ। ଯାହା ହଉ ବାବୁ ଭାଇ ବି ରାଜି ହେଇଗଲେ ନା ତୋ କାମ ହେଇଯିବ ବୋଲି। ମନଟା ବି ବହୁତ ଖୁସି ଲାଗିଲା। ବାପା ମନ ବି ବହୁତ ଖୁସି ହେଲା। ତାପରେ ସିଧା ମୁଁ ଘଟଗାଁ ଗଲି। ସେଠି ଭାଉଜର ଆଧାର କାର୍ଡ଼ ବି ହେଇଗଲା, ବ୍ୟାଙ୍କ ପାସବୁକ୍ ବି ହେଇଗଲା। ଭଲରେ ସବୁ କାମ କରିଦେଲି ମୁଁ। ସେଦିନ କାମ ସରିଲା ପରେ ପାଖାପାଖି ସେଇ 2ଟା-2:30 ହେବ କାମ ସାରିକି ଆମେ ସିଧା ଘରକୁ ଫେରିଲୁ। ସତ କହିବି ରାତି 4ରୁ ସନ୍ଧ୍ୟା ସାରି ଖାଲି କାମ, ଖାଲି ଟେନସନ୍, ଏଠିକି ଧାଇଁବା ସେଠିକି ଧାଇଁବା, ଏଇ ହିସାବରେ ମୋ ଦିନଟା ସେଦିନ କଟିଗଲା। ଆଉ ରାତି ହେଲା, ପୁଣି ସାଙ୍ଗରେ ଆମେ ସବୁଦିନ ପରିକା ବସିକି ଖାଇଲୁ। ଖାଇସାରିଲା ପରେ ଚୁପଚାପ ଆମେ ସବୁ ଶୋଇଲୁ। ସେଇ ଦିନଟା ମୋତେ ଗୋଟେ କଥା ଶିଖେଇ ଦେଲା, ଗୋଟେ ଗରିବ ଘରର ପିଲାର ଗୋଟେ ଦିନ ମାନେ ଗୋଟେ ଯୁଦ୍ଧ। ଆଉ ନିଜ ପରିବାର ପାଇଁ ନା ସେ ଯୁଦ୍ଧକୁ ଲଢ଼ିବାରେ ବି ଖୁସି ମିଳେ। ଆଜି ଭିଡ଼ିଓଟା ଏତିକି। ଆଶା କରୁଛି ଆପଣଙ୍କୁ ବହୁତ ସାରା ଭଲ ଲାଗିଥିବ। ଯଦି ଭଲ ଲାଗିବ ଭିଡ଼ିଓକୁ ଲାଇକ୍, କମେଣ୍ଟ, ସେୟାର କରିବେ।